ଉପନିବେଶର ଅର୍ଥ କ'ଣ? ବିଦେଶସ୍ଥ ଆବାସ। ଉପନିବେଶବାଦ କହିଲେ କ'ଣ ବୁଝାଏ? କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ସ୍ୱତ୍ୱାଧିକାରୀ ରାଜ୍ୟ ମନେକରି ନିଜ ମାତୃଦେଶ ଲାଭ ପାଇଁ କାର୍ଯ୍ୟରେ ଲଗାଇବା ହେଉଛି ଉପନିବେଶବାଦ। ଉପନିବେଶବାଦର ମୂଳ ଲକ୍ଷ୍ୟ କ'ଣ ଥିଲା? ବାଣିଜ୍ୟ ବ୍ୟବସାୟରେ ଉନ୍ନତି, ଆର୍ଥିକ ଉନ୍ନତି, ସାମ୍ରାଜ୍ୟ ବିସ୍ତାର, ଧର୍ମ ପ୍ରଚାର। ପ୍ରଥମେ କେବେ ଉପନିବେଶବାଦ ଆରମ୍ଭ ହୋଇଥିଲା? 16ଶ ଶତାବ୍ଦୀରେ। ଏସିଆ ଓ ଆଫ୍ରିକାରେ ଉପନିବେଶବାଦର କାରଣ। ଭୌଗୋଳିକ ଆବିଷ୍କାର, ଲାଭଜନକ ବ୍ୟବସାୟର ସୁବିଧା, ଶିଳ୍ପ ବିପ୍ଳବ, ପରିବହନ ଓ ଯୋଗାଯୋଗରେ ଉନ୍ନତି, ଦୁର୍ବଳ ଶାସନ, ଧର୍ମ ଓ ସଂସ୍କୃତିର ପ୍ରଚାର, ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି।